ନୀଳଗିରି ଉପଖଣ୍ଡ ସନ୍ତରା ଗଡିଆ ଅଞ୍ଚଳ ନୟାପାଟଣା ଛକ ନିକଟରେ ପଞ୍ଚଲିଙ୍ଗେଶ୍ୱର ରାସ୍ତା ଆଡୁ ଆସୁଥିବା ଦ୍ରୁତଗାମୀ ବାଇକ୍ଟି ନୟାପାଟଣା ଛକ ନିକଟରେ ଅଟୋଟିକୁ ସନ୍ଧ୍ୟା ସମୟରେ ଧକ୍କା ଦେବା ଫଳରେ ଅଟୋ ଭାଙ୍ଗି ଚୁରମାର ହେବା ସହ ବାଇକ୍ ଆରୋହୀ ଅଟୋ ଆରୋହୀ ଉଭୟ ଗୁରୁତର ଭାବେ ପ୍ରଥମେ ଈଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଅବସ୍ଥା ସଂକଟାପନ୍ନ ହେବାରୁ ବାଲେଶ୍ୱର ରେମୁଣାସ୍ଥିତ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁଯାୟୀ ଅଟୋ ଚାଳକ ନୟାପାଟଣା ଗ୍ରାମର ବାପି ରାଉତ, ବାଇକ୍ ଚାଳକ ଜଣକ ହେଉଛନ୍ତି ବଉଳଗଡିଆ ଗ୍ରାମର ପାତ୍ର ସାହିର ବୋଲି ଜଣାପଡିଛି। ଉଭୟ ଗାଡିଙ୍କୁ ଈଶ୍ୱରପୁର ଫାଣ୍ଡି ଅଧିକାରୀ ଜବତ କରିଛନ୍ତି ଏବଂ ଅଟୋ ବସିଥିବା ଅଟୋ ଚାଳକର ସମ୍ପର୍କୀୟ ସାମାନ୍ୟ ଖଣ୍ଡିଆ ଖାବରା ହେଇଥିବା ଜଣାପଡିଛି। ଆମେ ମଦନ ବୋରାପା तीन जन थिलो माने बाइक टा हठात आसु आगर आसला कोन ଆମେ ସାଇड କାଟୁଥିଲେ ବାଇକ୍ ବାଲାଟା ପୁରା ଆଇଲା ଗୁଳି ରଙ୍ଗ ଗାଡ଼ି ଉପରେ ଚଢ଼ିକି ନଉଟି ପଇଲା। ताकर कोन ହେଇଛି से बाइक रे कोन ହେଇଛି ବାଇକ୍ ଗୁଣ୍ଡ ହେଇଛି ଆଉ से लोक हॉस्पिटल गेले ସେ ଲୋକଟା ହସ୍ପିଟାଲ ଯାଇଛନ୍ତି ଆଉ ହଉଛି ବଡ଼ାପା ମୁଣ୍ଡ କ'ଣ ହେଇଛି ଆଉ ଅଟୋଟା ଚୋଟି ହେଇଛି। ବାଲେଶ୍ୱର ଜିଲ୍ଲାରୁ ସତନ ପ୍ରତିନିଧି ଦେବାଶିଷ ଦାସଙ୍କ ରିପୋର୍ଟ ବ୍ଲାକ୍ ନ୍ୟୁଜ୍ ଓଡ଼ିଆ।